हेलो ट्रेडर्स। 8 ଜାନୁଆରୀ କୁ ନିଫ୍ଟି ଆଉ ବ୍ୟାଙ୍କ ନିଫ୍ଟିରେ ଟ୍ରେଡ୍ କରିବା ପାଇଁ କ'ଣ କ'ଣ ଲେବୁଲ୍ସ ହେଇପାରେ ଚାଲନ୍ତୁ ଆମେ ଆନାଲିସିସ୍ କରିବା। ଚାଲନ୍ତୁ ପ୍ରଥମେ ଦେଖିବା ଆମେ ନିଫ୍ଟିର ଡେଲି କ୍ୟାଣ୍ଡେଲକୁ ଯଦି ଦେଖାଯିବ ନା ଆମର 20 ଡିସେମ୍ବରରୁ 1 ଜାନୁଆରୀ 20 ଡିସେମ୍ବର 1 ଜାନୁଆରୀ ପାଖାପାଖି 10 ଦିନ ମାର୍କେଟ କ'ଣ କଲା ନା ଗୋଟେ ରେଞ୍ଜରେ ଫସିକି ରହିଲା। କୋଉଠି ନା ତଳୁ ଆସିଥିବା ଟ୍ରେନ୍ ଲାଇନ୍ ପାଖାପାଖିରେ ସେ ଗୋଟେ ରେଞ୍ଜରେ ଗଲା। ଏଇ ଯୋଉ ତଳୁ ଟ୍ରେନ୍ ଲାଇନ୍ ଆମେ ଡ୍ର କରିଛନ୍ତି, ଏ ଟ୍ରେନ୍ ଲାଇନ୍ ଏକ୍ଜାକ୍ଟ ପାଖରେ କି ସେ ବହୁତ ଟାଇମ୍ ୱେଟ୍ କଲା, ଗୋଟେ ରେଞ୍ଜ କଲା। ରେଞ୍ଜ କରିକି ମାର୍କେଟ ଏ ଯୋଉ ଗ୍ରୀନ୍ କ୍ୟାଣ୍ଡେଲ ଦେଲା, ଯୋଉଟା କି ଜାନୁଆରୀ 2ରେ এই ଗ୍ରୀନ୍ କ୍ୟାଣ୍ଡେଲରୁ ଜଣା ପଡ଼ିଲା କି ଏଠି ଗୋଟେ ରେଞ୍ଜ କରିକି ଅପସାଇଡ୍ ବ୍ରେକଆଉଟ୍ ଦେଲା। ବ୍ରେକଆଉଟ୍ ଦେଲା ବୋଲି ମାନେ କ୍ଲିୟର କଟ୍ ଜଣା ପଡୁଥିଲା, କିନ୍ତୁ ତାପରେ ରେଡ୍ ହେଇକି ଆଜି ଯୋଉ ଭଳିଆ ନେକ୍ସଟ ଏଟା 3 ତାରିଖ ଆଉ ନେକ୍ସଟ 6 ତାରିଖ ଯୋଉ ଭଳିଆ ଦିଟା ରେଡ୍ କ୍ୟାଣ୍ଡେଲ ବନେଇଲା, ଏଇଥିରୁ ଆଉ ଆମେ ଏଇଠୁ ଆଉ ପଜିଟିଭ ଭ୍ୟୁ ଆମେ ରଖିପାରିବା ନାହିଁ। ଏମିତି କ'ଣ ପାଇଁ ଗୋଟେ ରେଞ୍ଜ କରିକି ବ୍ରେକଆଉଟ୍ କରିଥିଲା? କାହିଁକି ବ୍ରେକଆଉଟ୍ ଫେଲ୍ ହେଇଗଲା? କାରଣ ଚାଇନାରେ ଭାଇରସ ହେଇଛି, ସେଇଥିପାଇଁ ଡାଉନଫଲ୍ ଆସିବାର ବହୁତ ଚାନ୍ସ। କାଲି ମାର୍କେଟ ଏଇଠି ତ ଆମେ ବାଇଂର କୌଣସି ପସିବିଲିଟି ଦେଖାଯାଉନି। ବାଇଂ ଯଦି କିଛି ଅପରଚୁନିଟି ଦେଖାଯାଉଛି ତାହେଲେ ତାକୁ ଇଗ୍ନୋର କରିବା ହିଁ ଭଲ ହବ। କାରଣ ଯୋଉ ଭଳିଆ ଟେକ୍ନିକାଲ ହିସାବରେ ଦେଖାଯାଉଛି, ନ୍ୟୁଜ୍ ଅଛି, କାଲି ଗ୍ୟାପ୍ ଡାଉନ୍ ନହେଲେ ବି ଡାଉନ୍ ସାଇଡ୍ ଭ୍ୟୁ ବହୁତ ଚାନ୍ସ ଅଛି। ଚାଲନ୍ତୁ ଦେଖିବା 15 ମିନିଟ୍ ଟାଇମ୍ ଫ୍ରେମ୍ରେ ଆମ ପାଇଁ କ'ଣ କ'ଣ ଲେବୁଲ୍ସ ହେଇପାରେ। ଯଦି 15 ମିନିଟ୍ ଟାଇମ୍ ଫ୍ରେମ୍ ଦେଖିବା, ତଳୁ ଆମେ ଡ୍ର କରିଥିଲେ ଟ୍ରେନ୍ ଲାଇନ୍, ଏକ୍ଜାକ୍ଟ ମାର୍କେଟ ଟ୍ରେନ୍ ଲାଇନ୍ରେ ସପୋର୍ଟ ନେଇଛି। ଆଉ ଆମର ଷ୍ଟ୍ରଙ୍ଗ ରେଜିଷ୍ଟାନ୍ସ ଭଳିଆ କାମ କରିବ କି ନା, ଯୋଉଟା କି ଏଇଠି ସପୋର୍ଟ ନେଇକି ମାର୍କେଟ ଯାଇଥିଲା 23,700, 23,700ରୁ 23,800, ଏଇ 100 ପଏଣ୍ଟ ଆମ ପାଇଁ ବହୁତ ଷ୍ଟ୍ରଙ୍ଗ ରେଜିଷ୍ଟାନ୍ସ ଭଳିଆ କାମ କରିବ। ନିହାତି ଯଦି ଗ୍ୟାପ୍ ଅପ୍ ଓପନ୍ ହେଉଛି 23,700 କିମ୍ବା 23,800 ଏଆରି ଭିତରେ ଯୋଉଠି ହେଲେ ବି ମାର୍କେଟ ଟ୍ରାଏ କରିବ ରେଜିଷ୍ଟାନ୍ସ ନେବା ପାଇଁ। ଉପରକୁ ଗୋଟେ ଡାଇରେକ୍ଟ ଆସେ, ଯଦି ମାର୍କେଟ ଡାଇରେକ୍ଟଲି ଗ୍ୟାପ୍ ଡାଉନ୍ ଓପନ୍ ହେଉଛି ତ ଗ୍ୟାପ୍ ଡାଉନ୍ ଓପନ୍ ହେଉଛି ମାନେ ଏଇଠୁ ଆପଣ ଯେମିତି ହେଲେ ବି ଡାଉନ୍ ସାଇଡ୍ ଭ୍ୟୁ ସେ ଯିବ, ଗୋଟେ ଅପ୍ ସାଇଡ୍ ଭ୍ୟୁ କୌଣସି ହାଲତରେ ରଖି ହେବ ନାହିଁ। କିନ୍ତୁ ସେଣ୍ଟିମେଣ୍ଟ ଟେକ୍ନିକାଲ ହିସାବରେ ଆଉ ନ୍ୟୁଜ୍ ବେସିସ୍ରେ ଡାଉନ୍ ସାଇଡ୍ ଭ୍ୟୁ ବହୁତ ପସିବିଲିଟି ଅଛି। ଚାଲନ୍ତୁ ଦେଖିବା ବ୍ୟାଙ୍କ ନିଫ୍ଟି। ବ୍ୟାଙ୍କ ନିଫ୍ଟିର ଡେଲି କ୍ୟାଣ୍ଡେଲ ଦେଖାଯିବ, ଏଇ ଯୋଉ ଆମର ଡ୍ର କରୁଥିଲେ ଟ୍ରେନ୍ ଲାଇନ୍, ସେ ଟ୍ରେନ୍ ଲାଇନ୍କୁ ବ୍ରେକ୍ ଡାଉନ୍ ଦେଇକି ଡାଉନ୍ ସାଇଡ୍କୁ ପଳେଇ ଆସିଛି। ବ୍ୟାଙ୍କ ନିଫ୍ଟି ବହୁତ ୱିକ୍ ଅଛି। ବ୍ୟାଙ୍କ ନିଫ୍ଟିକୁ ଦେଖିଲେ ୱିକ୍ ଏତେ ୱିକ୍ ଅଛି କି ସେ ନିଫ୍ଟି ଅଟୋମେଟିକ୍ ସେ ଡାଉନ୍ ସାଇଡ୍ ଯିବାର ବହୁତ ଚାନ୍ସ ଅଛି। ତେଣୁକରି ପସିବିଲିଟି ନାହିଁ ଅପ୍ ସାଇଡ୍ ଯିବାର। ଯଦି କିଛି ଡେଲି କ୍ୟାଣ୍ଡେଲରେ କିଛି ଗୋଟେ ଗ୍ରୀନ୍ କ୍ୟାଣ୍ଡେଲ ଦେଖାଯାଉଛି, ତାପରେ କିଛି ବାଇଂ ଅପରଚୁନିଟି ମିଳିଲେ ବାଇଂ ସାଇଡ୍ ଯାଇହବ, ନହେଲେ ତ କିନ୍ତୁ ବାଇଂ ସାଇଡ୍ ଅପରଚୁନିଟି ମିଳିଲେ ବି ବାଇଂ ସାଇଡ୍ ଟ୍ରେଡ୍ କରିବା ନାହିଁ। ଏ ତ ଷ୍ଟ୍ରଙ୍ଗଲି ନେଗେଟିଭ୍ ଦେଖାଯାଉଛି। ଚାଲନ୍ତୁ ଆମେ ଦେଖିବା 15 ମିନିଟ୍ ଟାଇମ୍ ଫ୍ରେମ୍ରେ ଆମ ପାଇଁ କ'ଣ କ'ଣ ଲେବୁଲ୍ସ ହେଇପାରେ। 15 ମିନିଟ୍ ଟାଇମ୍ ଫ୍ରେମ୍ ଯଦି ଦେଖିବା, ମାର୍କେଟ 50,000 ଗୋଟେ ରାଉଣ୍ଡ ଲେବୁଲ୍, ତାକୁ ବି ବ୍ରେକଡାଉନ୍ ଦେଇକି ମାର୍କେଟ ଡାଉନ୍ ସାଇଡ୍କୁ ପଳେଇ ଆସିଛି। ଆଜି ଆମର 6 ତାରିଖରେ କେତେ ପଏଣ୍ଟ ଖସିଛି ନା 1100-1200 ପଏଣ୍ଟ ପାଖାପାଖି ଖସିଯାଇଛି। 1200 ପଏଣ୍ଟ ଖସିଛି। ତ ଏଇଠୁ ମାର୍କେଟ ଆଇଦର ଏଇ ଏରିଆରେ ପଜ୍ ନେବ, ଯେହେତୁ ବଡ଼ ଗ୍ରୀନ୍ ରେଡ୍ କ୍ୟାଣ୍ଡେଲ ଗୋଟେ ହେଇଯାଇଛି, ଯଦି ଗ୍ୟାପ୍ ଡାଉନ୍ ଓପନ୍ ହେଉଛି ତାହେଲେ ସେ ମୁଭ୍ କରିବ। ଯଦି ଜଷ୍ଟ ଫ୍ଲାଟ୍ ଓପନ୍ ହେଉଛି ତାହେଲେ ଏଆରି ଭିତରେ ଏମିତି ପଜ୍ ନେବା ପାଇଁ ଟ୍ରାଏ କରିବ, କିମ୍ବା ଇନସାଇଡ୍ କ୍ୟାଣ୍ଡେଲ ହେବା ପାଇଁ ହେଇଯାଇପାରେ। ଏଭରି ନିଫ୍ଟି ଆଉ ବ୍ୟାଙ୍କ ନିଫ୍ଟି ଟ୍ରେଡିଂସ୍ ଲେବୁଲ୍ ପାଇବା ପାଇଁ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।